बकटपुरଠାରେ ମା ହୀରା ନୀଳାଙ୍କର ଝାମୁଯାତ୍ରା ସମ୍ପନ୍ନ। ମାଘ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଲାଞ୍ଜିଗଡ଼ ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା ହୀରା ନୀଳାଙ୍କର ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜକମାନେ ମାଘ ମାସ ଦ୍ୱିତୀୟ ଦିନ 7ଟି ନୂଆ ଚାଙ୍ଗୁଡିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାରର ଶସ୍ୟ ଧାନ ମକା ମୁଗ ବିରି କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଙ୍ଗୁଡିରେ ଥିବା ଯାହାକି ବାଲିରେ ପକାଇଥାନ୍ତି ଏବଂ ଝାମେରା କଣ୍ଟାରେ ଦୋଳି ତିଆରି କରିଥାନ୍ତି। ଗଜା ହୋଇଥିବା ବିହନ ଏବଂ କଣ୍ଟା ଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ମା ହୀରା ନୀଳା କଞ୍ଚା ମାଠିଆରେ ବସି ଭକ୍ତମାନଙ୍କୁ ଦର୍ଶନ ଦେଇ ରହିଥିବା ବେଳେ ଦଶମୀ ଦିନରେ ମାଙ୍କର ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ। ଗାଁରେ ଜୈନିକ ବ୍ୟକ୍ତିଙ୍କର ଦେହରେ ଦେବୀଙ୍କର ଆବିର୍ଭାବ ହୋଇଥିଲା। ଏହାପରେ ଦେବୀଙ୍କର କାଳସୀ ମୁଖ୍ୟ ପୀଠସ୍ଥଳୀ ହୀରାନୀଳା ପାହାଡ଼କୁ ଶହ ଶହ ଶ୍ରଦ୍ଧାଳୁ ଯାଇ ନିଜ ମାନସିକ ଆସ୍ଥାନରେ ଝଣ୍ଡା ବାନ୍ଧି ମାନସିକ କରିଥିଲେ। ଏଥିରେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ କରିଥାନ୍ତି ଭକ୍ତ ଏବଂ ଶ୍ରଦ୍ଧାଳୁମାନେ। ଏହାପରେ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ରହିଥିବା ବାଲି ଘରକୁ ଫେରି ଆସିଥିଲେ। ତେବେ ପ୍ରଥମେ ଗାଁ ଗୁନ୍ତିଆଙ୍କ ଘରକୁ ଯାଇ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡ଼ିଆକୁ ଫେରିଥିଲେ। ଫେରିବା ପରେ ପ୍ରଥମେ ମୁନିଆ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ଡହ ଡହ ତତଲା ନିଆଁରେ ଦେବୀଙ୍କର କାଳିସୀ ନିଆଁରେ ଚାଲିବା ସହିତ ନିଜର ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତମାନେ ମାନସିକ ଅନୁଯାୟୀ ପୋଢ଼ ଛେଳି ବହୁ ସଂଖ୍ୟକ କୁକୁଡ଼ା ପାରା ବଳି ଦିଆଯାଇଥିଲା। ଏଥିରେ ପୋଖରୀବନ୍ଧ ମା ହୀରାନୀଳା ଷ୍ଟୋନ୍ କ୍ରସର ମାଲିକ ଶାନ୍ତିଲତା ସାହୁଙ୍କ ପକ୍ଷରୁ ରମେଶ ଚନ୍ଦ୍ର ସାହୁ 2ଟି ରୌପ୍ୟ ମୁକୁଟ ପ୍ରଦାନ କରିଥିଲେ। ମା ହୀରାନୀଳାଙ୍କର ମୁଖ୍ୟ ପୂଜକ ଦେବାନନ୍ଦ ସାହୁ ଯିଏକି ବାହୁକ ଶରତ ଗଣ୍ଡା ମନୁ ବେହେରା ତହସିଲ ବେହେରା ପ୍ରୋମାନନ୍ଦ ବେହେରା ଏବଂ ତାଙ୍କ ସମେତ ଯାତ୍ରାରେ ଗ୍ରାମବାସୀ ବିଭିନ୍ନ ଦାୟିତ୍ୱ ତୁଲାଇ ରହିଥିଲେ। ଗାଁ ଗଇଟିଆ ଯାହାକି ବିକ୍ରମାଦିତ୍ୟ ବାରିକ ଏଥିରେ ଉପସ୍ଥିତ ରହି ବିଭିନ୍ନ ପୂଜା କାର୍ଯ୍ୟ ମଧ୍ୟ ତୁଲାଉଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ବିଶ୍ୱନାଥପୁର ମା ଯିଏକି ହୀରାନୀଳା ଡିଗ୍ରୀ ମହିଳା ବିଦ୍ୟାଳୟ ପୂର୍ବତନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଦେବୀଙ୍କ ସହିତ ଗ୍ରାମ ପରିକ୍ରମା କରିଥିଲେ। ତେବେ ମା ହୀରାନୀଳା ଷ୍ଟୋନ୍ କ୍ରସର ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ବିଶେଷ ଆକର୍ଷଣ ପଶ୍ଚିମ ଓଡ଼ିଶାର ହାସ୍ୟ ଅଭିନେତା ଯୋଗେଶ ଯୋଜଙ୍କର କମେଡି ମନ ମୋହି ଦେଇଥିଲା। ସେହିପରି ଦାରପଟାରେ ମଧ୍ୟ ମା ହୀରାନୀଳାଙ୍କର ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି। ଲାଞ୍ଜିଗଡ଼ରୁ ଦେବାନନ୍ଦ ମାଝୀଙ୍କ ରିପୋର୍ଟ, ସଂସ୍କାର ଟିଭି ଓଡ଼ିଶା।